ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ଚତୁର୍ଦ୍ଦଶ ଅଧ୍ୟାୟ ଯୁଧିଷ୍ଠିର ଉବାଚ। ଶୁଣ ହେ ବ୍ରହ୍ମାଙ୍କ ନନ୍ଦନ ବାନସ୍ଥ ବିଦ୍ୟା ଧର୍ମ ମାନ ଶୁଣିଲି ମହତ ପ୍ରସ୍ତାବେ ଗୃହସ୍ଥ ଧର୍ମ କହ ଏବେ। ଯେ ବିଧି ଗୃହ ଆଚରଣେ ଆଗମ ନିଗମ ପ୍ରମାଣେ ସୁମରି ନାରାୟଣ ନାମ ହରେ ଗୋବିନ୍ଦ କୃଷ୍ଣ ଶ୍ୟାମ ପୁରୁଷୋତ୍ତମ ଦାମୋଦର ବିଶ୍ୱ ସମ୍ଭବ ବିଶ୍ୱମ୍ବର। ଏ ଆଦି ପୁଣ୍ୟ ଶ୍ଲୋକ ଯେତେ ନାମ ସଂକୀର୍ତ୍ତନ ପ୍ରଭାତେ ଏମନ୍ତେ ନିତ୍ୟ ନିତ୍ୟ କରି ଗୃହସ୍ଥ ଧର୍ମକୁ ଆଚରି ମହାନ୍ତ ଜନର ଏ କର୍ମ ନିତ୍ୟ କରିବ ଉପାଦାନ। ବିଷ୍ଣୁର ଅବତାର କଥା ପୁରାଣ ଆଦି ଶାସ୍ତ୍ର ଗୀତା ସଙ୍ଗ କରିବ ଉପାସାନ୍ତେ ଦିନ ବଞ୍ଚଇ ନିତ୍ୟ ନିତ୍ୟ ସାଧୁ ସଙ୍ଗମେ ଥୋଇ ମନ ତେବେ ଭାବିବ ଗୃହୀଜନ। ତାହାଙ୍କୁ ସୁଖ ଭୋଗ ଦେଇ ଆତ୍ମାକୁ ସନ୍ତୋଷେ ଭୁଞ୍ଜାଇ ସ୍ୱପ୍ନ ସଂକଳ୍ପ ପ୍ରାୟ ମଣି ଚିତେ ଚିନ୍ତିବ ଚକ୍ରପାଣି। ଯେ ସୁଖ ଗୃହ ଧର୍ମ ଅର୍ଥେ ଗୃହେ ସାଧିବ ନିତ୍ୟ ନିତ୍ୟ ବିରକ୍ତି ଚିତେ ଅବିରତେ ଲୋଭ ବ୍ୟବହାରେ ଜନହିତେ ପ୍ରବର୍ତ୍ତ କରି ବିଦ୍ୟମାନେ ଭଜନ୍ତି ହୃଦୟ ଯତନେ। ସ୍ୱଜାତି ବନ୍ଧୁ ଜନ ସୁତ ଏ ସର୍ବ କର୍ମର ଆୟତ ଯେ ବାଇଛନ୍ତି ଯେ ବୋଲନ୍ତି ସେ ଭାବେ ସନ୍ତୋଷେ ରହନ୍ତି। ସନ୍ତୋଷେ ତାକୁ ବର ଦେବ ନିଷ୍କାମେ ସର୍ବଦା ବଞ୍ଚିବ ଭୂମି ଗଗନ ଅନ୍ତରିକ୍ଷେ ଯେ ଧର୍ମ ଲଭଇ ପ୍ରତ୍ୟକ୍ଷେ। କୃଷ୍ଣର ଲୀଳା ପ୍ରାୟ ଭଜ ସେ ଧର୍ମ ଦୁଃଖ ସୁଖେ ଭଜ ଦିନ ବଞ୍ଚିବ ହରି ଭାବେ ଯତ୍ନ କରିବ କୃଷ୍ଣ ଲାଭେ। ଯାବତ ଦେହେ ପ୍ରାଣ ଥିବ ତାବତ ସନ୍ତୋଷେ ବଞ୍ଚିବ ଲୋଭେ ଅଧିକ ଯେ ଚିନ୍ତନ୍ତି ଚୋର ସମାନେ ଦଣ୍ଡ ପାନ୍ତି। ବାନର ନାରୀ ସୁକ ଗଣ ମୃଗ ମକ୍ଷିକା ଯେ ଚାରଣ ପଶୁ ପତଙ୍ଗ ଆଦି ଯେତେ ତାହାଙ୍କୁ ପୁତ୍ର ପ୍ରାୟ ଚିନ୍ତେ। ଆତ୍ମାର ପ୍ରାୟ ନିତ୍ୟ ଦେଖି ଅନ୍ତର ପ୍ରାୟ ଉପଲକ୍ଷି ତ୍ରିବର୍ଗ କଷ୍ଟେ ନ ସାଧିବ ଯେ ଭାବେ ନିଶ୍ଚିନ୍ତେ ରହିବ। ଯେ ଦ୍ରବ୍ୟ ଅତି କଷ୍ଟେ ପାଇ ଯେ ମୂର୍ଖ ଅତି ଲୋଭେ ଥାଇ ଯେ କର୍ମ ଅତି ପୀଡ଼ା ବୃତେ ଯେ ଦେଶ କାଳ ପାତ୍ର ମତେ କର୍ମ ଆୟତେ ଯା ମିଳିବ ତହିଁରେ ଜୀବନ ପୋଷିବ ପ୍ରାଣୀକୁ ନ କରିବ ଭିନ୍ନ ଦେଖିବ ସକଳେ ସମାନ ସ୍ୱାନ ଶୃଗାଳ ଅନ୍ୟ ଜାତି ଆତ୍ମାର ପ୍ରାୟ ତାଙ୍କୁ ଚିନ୍ତି ତାହାଙ୍କୁ ଯଥା ଭାଗ ଦେବ ଆତ୍ମାର ସଦୃଶ ଭାବିବ ଏକ ଗୃହିଣୀ ସଂଗ୍ରହଣେ ସ୍ୱଧର୍ମ ଗୃହର କାରଣେ ଯେ ସେ ସତ୍ୟ ପର ନାମା ନାରୀ ତାହା ସନ୍ତୋଷେ ଭୋଗ କରି। ବିମୁକ୍ତ ମତିକୁ ସେ ବନେ ଯତ୍ନ କରିବ ନିଜ ଧନେ ଆପଦେ ପିତା ଗୁରୁ ଅର୍ଥେ ପ୍ରାଣହୀନ ଚିନ୍ତିବ ସ୍ୱାର୍ଥେ ପତ୍ନୀକୁ ଆପଦୁ ଧରି ଏ ଭାବେ ସାଧୁ ନର ହରି ଦେଖ ଏ ତୁଚ୍ଛ ନର ଦେହି ଅନ୍ତେ ତ୍ରିପକାରେ ଭଜଇ ଅବଶ୍ୟ ଭଜେ ଅବସାନେ ଭସ୍ମେ ପୁରିଷ କୃମି ମାନେ ସେ ଦେହେ ପତି ପତ୍ନୀ ମେଳେ ଘନ ଯେ ସନେ ନଭସ୍ଥଳେ ଯଜ୍ଞା ବିଶେଷ ସିଦ୍ଧି ଅର୍ଥେ ଆହାର କଳ୍ପିତ ଜୀବନ୍ତେ ଏମନ୍ତ ମତ ଯା ବ୍ୟବହାର ସେ ପ୍ରାଣୀ ଯଜ୍ଞ ଜନ ସାର ଦେବତା ଋଷି ପିତୃଗଣେ ଆତ୍ମାର ଶତ୍ରୁ ଅନୁକ୍ଷଣେ ଏହାଙ୍କୁ ବିଷ୍ଣୁ ଭାବେ ଭଜି ନାନାଦି ଉପହାରେ ମଜି ଆତ୍ମା ବିକାରେ ନାନା ବିଧି ପଞ୍ଚବି ଶିଖ ମୁନି ଆଦି ବିଧି ବିଧାନ ବେଦ ମତେ ଯଜ୍ଞ କରିବ ଅଗ୍ନିହୋତ୍ରେ ସେ ଅଗ୍ନିହୋତ୍ର ଅବସାନେ ବିପ୍ରଙ୍କୁ ଦୋଷିବ ଭୋଜନେ। ବ୍ରାହ୍ମଣ ଦେହେ ଥାଇ ହରି ଏଣୁ ସୁଜନେ ପୂଜା କରି ବିପ୍ର ଭୋଜନେ ଦୋଷ ଯେତେ ସେ ନୁହେଁ ଯଜ୍ଞେ କୋଟି ମତେ ଏ ଘେନି ଦେବତା ବ୍ରାହ୍ମଣ ପୂଜା କରିବ ଅନୁକ୍ଷଣ ଏଣୁ ବ୍ରାହ୍ମଣ ମୁଖେ ଦେଇ ପୂଜା କରିବ ଭାବଗ୍ରାହୀ। ଆଶ୍ୱିନ ମାସେ କୃଷ୍ଣ ପକ୍ଷେ ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ପିତୃପୂଜନେ ଶ୍ରଦ୍ଧା ମନେ ଜ୍ଞାତି ବାନ୍ଧବ ସୁଭୋଜନେ। ଏବେ ହୋ ଶୁଣ ମହୀପତି ଗୃହସ୍ଥ ଜନର ଏ ଗତି ବେନିୟନ ବିଷୁବରେ ହରସେ ଯେବ୍ୟତି ପାତରେ ଅକ୍ଷୟ ତୃତୀୟା ଦିବସେ ଆଦିତ୍ୟ ଶଶାଙ୍କର ଗ୍ରାସେ ଦ୍ୱାଦଶୀ ଶ୍ରବଣା ସଂଯୋଗେ ତୃତୀୟା ସ୍ୱନକ୍ଷତ୍ର ଭୋଗେ ଶୁକ୍ଳ ନବମୀ ଭାଦ୍ର ମାସେ ଋତୁର ଅଷ୍ଟମ ଦିବସେ ସପ୍ତମୀ ମାଘ ଶୁକ୍ଳ ପକ୍ଷେ ପୌର୍ଣ୍ଣମାସୀରେ ମହାରୁକ୍ଷେ ଦ୍ୱାଦଶୀ ଅନୁରାଧା ଯୋଗେ ତ୍ରିପୂର୍ବା ଉତ୍ତରା ସଂଯୋଗେ ଏତ୍ରୟ ତିଥି ଏକାଦଶୀ ଜନ୍ମ ନକ୍ଷତ୍ର ଯୋଗେ ମିଶି ଶ୍ରେୟ ସାଧନ ଯୋଗ ଏତେ ପ୍ରାଣୀଙ୍କ କର୍ମ ସିଦ୍ଧି ଅର୍ଥେ ଏ ଦିନେ ଧର୍ମ କର୍ମ କଲେ ଶ୍ରେୟ ଆୟୁଷ ବଢ଼େ ଭଲେ ଏ ଦିନେ ତ୍ରୟେ ହୋମ ସ୍ନାନ ଯଜ୍ଞେ ଦେବତା ଆରାଧନ ପିତୃଦେବତା ଭୂତଗଣେ ଅନ୍ନ ଜଳ ତିଳ ତର୍ପଣେ ସଂସ୍କାର କାଳେ ପତ୍ନୀ ସଙ୍ଗେ ରମିବ ଅପତ୍ୟ ସଂଯୋଗେ ଜ୍ଞାତି ମରଣ ପ୍ରେତ କାର୍ଯ୍ୟେ ପୂଜିବ ବାନ୍ଧବ ସମାଜେ। ଏବେ ହୋ ଶୁଣ ଧର୍ମ ଶିଷ୍ୟ କହିବା ପୁଣ୍ୟସ୍ଥାନ ଦେଶ
ସତ୍ପାତ୍ର ଜନଜାତ ଯହିଁ ତାହାକୁ ପୁଣ୍ୟ ଦେଶ କହି ବିଷ୍ଣୁ ଭକତ ବାସ ଯହିଁ ସଚରାଚର ପୂତ ସେହି ବ୍ରାହ୍ମଣ କୂଳ ବସେ ଯହିଁ ଦୟା ତପସ୍ୟା ଧର୍ମ ତହିଁ ବିଷ୍ଣୁର ପୂଜା ଯହିଁ ନିତ୍ୟ ସେ ପୁଣ୍ୟ ଦେଶ ବେଦ ମତେ ଗଙ୍ଗାଦି ନଦୀ ଯହିଁ ବସେ ସେ ପୁଣ୍ୟ କ୍ଷେତ୍ରେ ବେଦ ଗଙ୍ଗାଦି ନଦୀ ଯହିଁ ବହେ ସେ ପୁଣ୍ୟ କ୍ଷେତ୍ରେ ବେଦ କହେ ପୁଷ୍କର ଆଦି ସରୋବର ଯହିଁ ବସନ୍ତି ବିଷ୍ଣୁ ନର ପ୍ରୟାଗ ପୁଲହ ଆଶ୍ରମ ସନ୍ନ୍ୟାସୀ ଋଷି ଗୁଣ ଧାମ ପ୍ରଭାସ କୁରୁ ମଧୁପୁରୀ ଗୟା ମଥୁରା କୁଶସ୍ଥଳୀ ଯେ କାଶୀ ପମ୍ପା ବିସୁନ୍ଦର କାଞ୍ଚି ଅବନ୍ତୀ ସୁଧାସାର ପୁଲମା ନର ନାରାୟଣ ନନ୍ଦାସିତୟା ରାମାଶ୍ରମ ମହେନ୍ଦ୍ର ମଳୟ ପର୍ବତେ ଏମନ୍ତେ କ୍ଷେତ୍ର ଅଛି ଯେତେ ଏ ସର୍ବସ୍ଥାନ ହରି ପ୍ରିୟ ତେଣୁ ଜଗତେ ପୁଣ୍ୟମୟ ଯେ ପୁଣ୍ୟ ଦେଶ ତତ୍ତ୍ୱ ଭାବି ବିଷ୍ଣୁ ପ୍ରତିମା ଯହିଁ ସେବି କୈବଲ୍ୟ ଇଚ୍ଛା ଯାର ଚିତେ ଏ ଦେଶେ ରହୁଥିବ ନିତେ ଏବେ କହିବା ପାତ୍ର ଯେତେ ଶୁଣ ରାଜନ ଶୁଦ୍ଧ ଚିତେ ପୁରାଣ ପୁରୁଷ ମୁରାରୀ ଯାର ଚରଣେ ବସୁନ୍ଧରୀ ସଚରାଚର ଯାଚରଣେ ଋଷି ଦେବତାରି ବ୍ରାହ୍ମଣେ ଅଗ୍ରେ ଚରଣେ ପୂଜା ଯାର ତାତହୁଁ ପାତ୍ର କେବା ପର ଯାର ଶରୀରେ ଜୀବନାଶୀ ଜଳ ଯେ ସନେ ଜଳେ ମିଶି ଯେ ହରି ସର୍ବଦେବ ମୂଳ ଅଶେଷ ପୁଣ୍ୟ କର୍ମ ଫଳ ନାନା ପ୍ରକାରେ ପୁର କରି ତା ମଧ୍ୟେ ଜୀବ ରୂପ ଧରି ହୃଦୟ ପଦ୍ମ ମଧ୍ୟେ ସୋହେ ଅରୂପ ଜ୍ୟୋତି ରୂପ ବହେ ପୁରୁଷୋତ୍ତମ ନାମ ବହେ ସେ ହରି ତା ସଦନେ ରହେ ଏଣୁ ପୁରୁଷଙ୍କ ଉତ୍ତମ ଯେ ନିତ୍ୟ ରମେ ଆତ୍ମା ରାମ ଏ ଭାବେ ସଂଶୟ ବିଚାରି ତ୍ରେତାରି ଯୁଗେ ପୂଜା କରି ସଂସ୍କାର ଆଗମ ନିଗମେ ପୂଜା କରନ୍ତି ଗ୍ରାମେ ଗ୍ରାମେ ଯେ ପୂଜା ମତେ ତ ସହନ୍ତି ବାଞ୍ଛିତ ଫଳ ନିତ୍ୟ ଦିଅନ୍ତି ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେ ନ ତରେ ଏଣୁ ପୁରୁଷଙ୍କର ମଧ୍ୟେ ଯେ ବିପ୍ରେ ଥାନ୍ତି ବେଦ ସାଧେ ତାତହୁଁ ପାତ୍ର ନାହିଁ କେହି ସେ ବିପ୍ର ନିତ୍ୟ ବିଷ୍ଣୁ ଦେହି ଏଣୁ ଏ ବ୍ରାହ୍ମଣ ଚରଣେ ତ୍ରିଲୋକ ନିସ୍ତାର କାରଣେ ଏ ଭାବେ ଦେଶ କାଳ ପାତ୍ର ଧର୍ମାଦି ଦୀକ୍ଷା ଯନ୍ତ୍ର ମନ୍ତ୍ର ନାରଦ ମୁନି ପ୍ରିୟ ଭାବେ କହିଲେ ଯୁଧିଷ୍ଠିର ଆଗେ ଏ ଭାଗବତ ଧର୍ମ ବାଣୀ ଶୁଣି ସଂସାରୁ ତର ପ୍ରାଣୀ ସପ୍ତମ ସ୍କନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ इति श्रीमद्भागवते महापुराणे परमहंस्यां संहितायां 82 सप्तम स्कन्धे देशकालपात्र कथने नाम 14 अध्यायः।